ଭିନ୍ନକ୍ଷମ ତିଆରି କରୁଛନ୍ତି ଡଙ୍ଗା। ଅଦରକାରୀ କାଗଜ ସାଜିଛି ତାଙ୍କ ଭାତ ହାଣ୍ଡି। ଆଗକୁ ଆସୁଛି ପବିତ୍ର ଡଙ୍ଗା ଭସା ବା ବୋଇତ ବନ୍ଦାଣ। ଏହା ଆମ ସନାତନୀ ଧର୍ମର ଏକ ମହାନ ପରମ୍ପରା। ଆମେ କାର୍ତ୍ତିକ ମାସରେ ପଞ୍ଚୁକ ବ୍ରତ ପାଳନ କରୁ ଓ ଶେଷ ପଞ୍ଚୁକ ଅର୍ଥାତ୍ କାର୍ତ୍ତିକ ପୂର୍ଣ୍ଣିମା ଦିନ ଡଙ୍ଗା ଭସାଇ ନିଜ ନିଜର ମାନସିକ ପୂର୍ଣ୍ଣ କରୁ। ଏହାକୁ ନେଇକି ସମସ୍ତ ବଜାରରେ ଭଳି ଭଳି କାଗଜ ଓ ସୋଲ ନିର୍ମିତ ଡଙ୍ଗା ବିକ୍ରି ହୁଏ। ଏହି ଡଙ୍ଗା ଗୁଡ଼ିକ କିଛି କାରିଗରମାନେ ନିର୍ମାଣ କରନ୍ତି ଆଉ ବଜାରରେ ବିକ୍ରି କରନ୍ତି। ଆଉ ଜୀବନ ଯୁଦ୍ଧରେ ହାର ନା ମାନି ସେ ଆଜି ନିଜ ପିତାଙ୍କ କୌଳିକ ବୃତ୍ତି ଏହି ଡଙ୍ଗା ତିଆରି କରି ସ୍ୱାବଲମ୍ବୀ ହୋଇଛନ୍ତି। କାକଟପୁରର ଦିବ୍ୟାଙ୍ଗ ରାଜେନ୍ଦ୍ର ଚାନ୍ଦ ଜନ୍ମରୁ ଦିବ୍ୟାଙ୍ଗ। ଅଭାବୀ ଓ ଗରିବୀ ତାଙ୍କର ଜୀବନ ସାଥୀ। କିଛି ପରିଶ୍ରମ ଓ ଅନୁଦାନରେ 2 ବଖରା ଘର, ଘରେ ବିଧବା ମା ବାପା ଏ ଦୁନିଆରେ ନାହାନ୍ତି। କେମିତି ବଞ୍ଚିବେ ସେଇଥିରେ ଯୁକ୍ତ 2 ପାଠ ପଢ଼ିଲେ। ଆଉ ଆଗକୁ ପାଠ ପଢ଼ିବାକୁ ଇଚ୍ଛା ଥିଲେ ବି ଘରେ ଲୁଣ କିଣିବାକୁ ଅର୍ଥ ନାହିଁ। ସେଥିପାଇଁ ଆପଣାଇ ନେଲେ ନିଜ ପିତାଙ୍କ କୌଳିକ ବୃତ୍ତିକୁ। ଆମେ ଯାହାକୁ ଅଦରକାରୀ କାଗଜ ବା ବର୍ଜ୍ୟବସ୍ତୁକୁ ଫିଙ୍ଗି ଦେଉ, ତାହା ହିଁ ରାଜାଙ୍କର ଦିନେ ଜୀବନ ଜୀବିକାର ମାଧ୍ୟମ ହେବ। ଆପଣ କେବେ ବିଶ୍ୱାସ କରିବେ ନାହିଁ। ହଁ ଦର୍ଶକ ବନ୍ଧୁ, ବର୍ଷ ତମାମ ଘର ପାଖରେ ବଜାରରେ ପଡ଼ୁଥିବା ବିଭିନ୍ନ ଧୂପକାଠି ଖୋଳ, ଶାଢ଼ୀ ଓ ଡ୍ରେସ୍ ଖୋଳ, ଏଥିସହିତ ବିଭିନ୍ନ କସ୍ମେଟିକ୍ ଖୋଳକୁ ଗୋଟାଇ ତାକୁ ଏକାଠି କରି ରଖନ୍ତି ରାଜେନ୍ଦ୍ର। ଆଉ ସେଥିରୁ ପ୍ରସ୍ତୁତ କରନ୍ତି ଡଙ୍ଗା। 10 ଟଙ୍କାରୁ ଆରମ୍ଭ କରି 500 ଟଙ୍କା ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ଡଙ୍ଗା ପ୍ରସ୍ତୁତ କରନ୍ତି। ସରକାରୀ ସାହାଯ୍ୟ କହିଲେ ମାଙ୍କୁ ବିଧବା ଭତ୍ତା, ରାଜେନ୍ଦ୍ରକୁ ଭିନ୍ନକ୍ଷମ ଭତ୍ତା। ରାଜେନ୍ଦ୍ରଙ୍କର କୌଣସି ଚାଷ ଜମିବାଡ଼ି ନାହିଁ। ସରକାରୀ ପ୍ରୋତ୍ସାହନ ଯଦି ଏହିଭଳି ଭିନ୍ନକ୍ଷମଙ୍କୁ ଦିଆଯାଇ ପାରିବ, ତାହେଲେ ଆଗାମୀ ଦିନରେ ରାଜେନ୍ଦ୍ର ଜଣେ ଉଦ୍ୟୋଗୀ ଭିନ୍ନକ୍ଷମ ଯୁବକ ରୂପେ ସମାଜରେ ପରିଚିତ ହୋଇପାରିବେ ବୋଲି ସାଧାରଣରେ ଦାବି ହୋଇଛି। ରାଜେନ୍ଦ୍ର କୁମାର ଚାନ୍ଦ, ଘର କାକଟପୁର ହାଟସାହି। ମୁଁ ଜନ୍ମରୁ ଦିବ୍ୟାଙ୍ଗୀ ଅଟେ। ବାପା ପିଲାବେଳୁ ଏଇସବୁ କାମ କରନ୍ତି। ତାଙ୍କଠୁ ଆମେ ଶିଖିକି ଏ କାମ କରୁ। ବାପା ଚାଲିଗଲେଣି 10-12 ବର୍ଷ ହେବ। ସେ ତାଙ୍କଠୁ ଯେତିକି ବିଦ୍ୟା ଶିଖିଥିଲୁ, ରଷ୍ଟ ପେଟି, ଅର୍ଡ଼ିନାରୀ ପେଟି, ଯେତେ ଯାହା ଗୋଟା ଗୋଟି କରି ଭଲ ମନ୍ଦ କରି ସଂଗ୍ରହ କରି ରଖୁ। 4-5 ମାସ ଆଗରୁ ତିଆରି କରୁ। ଜିଙ୍କ ପେପର, ଭଲ ମନ୍ଦ କାଗଜ, କର୍କସଲ ଏହାକୁ ମଧ୍ୟ କିଣିକି ଆଣୁ। ଲେସ୍ ଫେସ୍ କିଣିକି ଆଣୁ। ତାକୁ ଡିଜାଇନ ଯେତେ ଭେରାଇଟି ଭଲ ମନ୍ଦ ଡିଜାଇନ ଡଙ୍ଗା ତିଆରି କରୁ। କହିଲେ ଖାଲି ଭର୍ତ୍ତା ଆଜ୍ଞା, ଆଉ କିଛି ନାହିଁ। ଆଉ ସରକାରୀ ସାହାଯ୍ୟ କିଛି ମିଳିନି, ଖାଲି ମାନେ ଭର୍ତ୍ତାଟି ମୋତେ ମିଳେ, ଆଉ କିଛି ମିଳିନି। ମୁଁ ପ୍ରମୋଦ ନାୟକ, ଯିଏକି କାକଟପୁର ବଜାରର ବାସିନ୍ଦା। ପ୍ରଥମେ ମୁଁ କହିବି ଯେ ରାଜାବାବୁଙ୍କ ବିଷୟରେ। ସେ ଜଣେ ଭିନ୍ନକ୍ଷମ। କଳାକୁ ସେ ନିଜର ଗୋଟେ ଯିଏକି ସମ୍ମାନ ଦେବା ପାଇଁ ଚେଷ୍ଟା କରୁଛନ୍ତି। ତାଙ୍କ ଦ୍ୱାରା ବି ବହୁତ ଜିନିଷ ତିଆରି ହୋଇପାରୁଛି। ଯେମିତିକି ଆମର କାର୍ତ୍ତିକ ପୂର୍ଣ୍ଣିମାର ଡଙ୍ଗା। ବିଶେଷ କରି ଡଙ୍ଗାଟା ତାଙ୍କ ଆର୍ଟର ସମ୍ପୂର୍ଣ୍ଣ ପ୍ରଧାନ ମୁଁ ଭାବୁଛି ମୋ ନିଜକୁ। କାହିଁକିନା ଆଜିକା ଦୁନିଆରେ ଗୋଟେ ଲୋକ ଯଦି କିଛି କରିବାକୁ ଚେଷ୍ଟା କରୁଛି, ତାକୁ କରିବାକୁ ଦିଆଯାଉ। ଯାହାକି ଗୋଟେ ଭିନ୍ନକ୍ଷମ ଲୋକର ସାହାଯ୍ୟ ସହାନୁଭୂତି ନିହାତି ଆବଶ୍ୟକ। ଆମେ ଚେଷ୍ଟା କରୁଛୁ ଯେ ରାଜ୍ୟ ସରକାରଙ୍କ ତରଫରୁ ହେଉ କିମ୍ବା ସମାଜସେବୀ ହେଉ କିମ୍ବା ଏ ବଜାର ଆମର ଯିଏକି ମାନ୍ୟଧନ୍ୟ ଲୋକ ଅଛନ୍ତି ସେମାନେ ବି ହେଉ, ତାଙ୍କୁ ସାହାଯ୍ୟର ହାତ ବଢ଼ାନ୍ତୁ। ସେଭଳି ଗୋଟେ ଭିନ୍ନକ୍ଷମ ଲୋକ ଯଦି ଆଗକୁ ବଢ଼ି ପାରୁଛନ୍ତି, ତାହେଲେ ଆମେ ତାଙ୍କୁ ସାହାଯ୍ୟ କରିବାଟା ନିହାତି ଆବଶ୍ୟକ। କାହିଁକିନା ଆର୍ଟ ଗୋଟେ ଏମିତି ଜିନିଷ, ସେଇଟା ସାରା ଜୀବନ ପାଇଁ ରହିବ। ସାରା ଜୀବନ ପାଇଁ ଆମ ବଜାରର ବି ଗୋଟେ କାମରେ ଆସିପାରିବ। ଆମେ ସେଇଟାକୁ ନିଶ୍ଚିନ୍ତ ଆମେମାନେ ଯେତିକି ଯେଉଁମାନଙ୍କର ଯାହା ବି ଛୋଟ ସାହାଯ୍ୟ ବି ହେଉ, ତାଙ୍କ ପାଇଁ ନିଶ୍ଚିନ୍ତ କାମରେ ଆସିବ। ଆଉ ରାଜାବାବୁ ହୁଅନ୍ତୁ ଗୋଟେ ଭଲ ପିଲା, ତାଙ୍କ ବ୍ୟବହାର ପତ୍ର ବି ବହୁତ ଭଲ। ଆମେ ଯେତିକି ଜାଣିଛୁ ତାଙ୍କ ବିଷୟରେ। ତେଣୁକରି ମୁଁ ଏତିକି ନିବେଦନ କରିବି ରାଜ୍ୟ ସରକାରଙ୍କୁ, ଆମ ସମାଜସେବୀ ହେଉ କିମ୍ବା ବଜାରରେ ଆମର ଯେଉଁମାନେ ସୋସିଆଲ ୱାର୍କର ଅଛନ୍ତି ସେମାନଙ୍କୁ ବି ରିକ୍ୱେଷ୍ଟ କରୁଛି, ତାଙ୍କୁ ସାହାଯ୍ୟର ହାତ ନିଶ୍ଚିନ୍ତ ବଢ଼ାନ୍ତୁ। ପୁରୀ ଜିଲ୍ଲାରୁ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ରିପୋର୍ଟ, G9 ଓଡ଼ିଆ।